ଆଜିର ଧ୍ୟାନର ବିଷୟ ହେଉଛି ହେ ନିଦ୍ରିତ ଜାଗ। ନିଦ୍ରା ରେ ଖ୍ରୀଷ୍ଟୀୟ ସମାଜ ପ୍ରାୟ ଶୋଇ ପଡ଼ିଥିବାର ଆମେ ଦେଖୁଛୁ। ପ୍ରଭୁଙ୍କ ଲୋକମାନେ ନିଦ୍ରା ସ୍ୱାସ୍ଥ୍ୟର ହିତକର ଅଟେ। ବାଇବଲରେ ଆମେ ଅନେକ ପ୍ରକାରର ନିଦ୍ରା ସମ୍ବନ୍ଧରେ ଦେଖିବାକୁ ପାଉଛୁ। ଆଉ ନିଦ୍ରାର କେତେକ ସତ୍ୟତା ରହିଅଛି। ବାଇବଲରେ ଆମେ ପ୍ରାୟ 6 ପ୍ରକାରର ନିଦ୍ରା ସମ୍ବନ୍ଧରେ ଦେଖିବାକୁ ପାଉଛୁ, ବା 6 ଗୋଟି ଭିନ୍ନ ଭିନ୍ନ କାରଣରୁ ଆସୁଥିବା ନିଦ୍ରା। ପ୍ରଭୁଙ୍କ ନାମ ଧନ୍ୟ ହଉ। ପ୍ରଥମ ନିଦ୍ରା ପରମେଶ୍ୱର ଦିଅନ୍ତି। ପରମେଶ୍ୱରଙ୍କ ଦ୍ୱାରା ମିଳୁଥିବା ନିଦ ତାହା ଲାଭଦାୟକ ଅଟେ। ଆଦି ପୁସ୍ତକ ତାର 2 ଅଧ୍ୟାୟର 21 ପଦରେ ପରମେଶ୍ୱର ଆଦମକୁ ଘୋର ନିଦ୍ରାରେ ପକାଇଲେ। ଫଳସ୍ୱରୂପେ କଣ ହେଲା? ଆଦମଙ୍କୁ ଗୋଟିଏ ଜୀବନ ସଙ୍ଗୀ ମିଳିଲା। ଆଦମ ଆଉ ଏକାକୀ ରହିଲେ ନାହିଁ। ଆଦମଙ୍କୁ ଲାଭ ହେଲା। ଆଉ ପୃଥିବୀରେ ଏକ ପରିବାରର ଆରମ୍ଭ ହେଲା। ତହିଁରେ ଆମେ ସବୁ ଧରାପୃଷ୍ଠରେ ସମୟାନୁସାରେ ଜାତ ହେଲୁ। ତେବେ ପରମେଶ୍ୱର ଯଦି ନିଦ୍ରା ଦିଅନ୍ତି, ସେ ନିଦ୍ରା ଲାଭଦାୟକ ହୋଇଥାଏ। ଆୟୁବ 33 ଅଧ୍ୟାୟର 13-14 ପଦରେ ପରମେଶ୍ୱର ନିଦ୍ରା ସମୟରେ କଥା କୁହନ୍ତି ବୋଲି ଆମେ ଦେଖିବାକୁ ପାଉ। ସେ ଘୁମାଇବା ବେଳେ, ରାତ୍ରିରେ ନିଦ୍ରା ଯିବା ବେଳେ ପରମେଶ୍ୱର କଥା କହନ୍ତି। 15 ପଦରେ ଲେଖା ଅଛି, ସ୍ୱପ୍ନରେ, ରାତ୍ରି କାଳୀନ ଦର୍ଶନରେ ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ। 16 ପଦ, ସେ ମନୁଷ୍ୟ ମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି। ଯଦି ନିଦ ହବ ନାହିଁ ତ ସ୍ୱପ୍ନ ହବ ନାହିଁ। ଆଉ ସ୍ୱପ୍ନ ଯଦି ହବ ନାହିଁ ତ ପରମେଶ୍ୱର ଅନେକ ମାଧ୍ୟମରେ କଥା କହିଥାନ୍ତି। ତ ସ୍ୱପ୍ନ ତନ୍ମଧ୍ୟରୁ ଗୋଟିଏ ମାଧ୍ୟମ। ପରମେଶ୍ୱର ଯୋସେଫଙ୍କୁ, ନବୁଖଦ୍ନେସ୍ସରଙ୍କୁ, ଫାରୋଙ୍କୁ ଏବଂ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ସ୍ୱପ୍ନ ଦେଇ କଥା କହିଲେ। ମୁଁ କହିବା ପାଇଁ ଚାହେଁ, ପରମେଶ୍ୱର ନିଦ୍ରା ଯଦି ଦିଅନ୍ତି, ସେ ନିଦ୍ରା କେବଳ ଲାଭ ଜନ୍ମାଏ। ମଣିଷକୁ ନିଦ୍ରାର ବହୁତ ଲାଭ ଅଛି। ଆଉ ଯଦି ସେ ନିଦ୍ରା ପରମେଶ୍ୱର ଦେଇଥାନ୍ତି, ଗୀତ 127-2 ମଧ୍ୟ ଆମେ ଦେଖୁ, ସେ ଆପଣା ପ୍ରିୟତମକୁ ସୁଖ ନିଦ୍ରା ଦିଅନ୍ତି। ଆଚ୍ଛା, ଥରେ କଣ ହୋଇଛି, ଗୋଟିଏ ଚର୍ଚ୍ଚରେ ବହୁତ ଜୋରସୋରରେ ବାଦ୍ୟ ବାଜୁଥିଲା, ଗିର୍ଜା ଉପାସନା ହେଉଥିଲା, ରୋଳ ଉଠୁଥିଲା। ତ ଗିର୍ଜା ଘର ପାଖରେ
କିଛି ଅଣ ଖ୍ରୀଷ୍ଟିଆନ ମାନେ ବସବାସ କରୁଥିଲେ। ସେମାନଙ୍କୁ ଏହି ରୋଳ ନାଦରେ ବାଧା ଜନ୍ମୁଥିଲା, ସେମାନେ ଶୋଇ ପାରୁନଥିଲେ। ତ ଗିର୍ଜା ଘରର ଭାଇମାନଙ୍କୁ ସେମାନେ ଅନୁରୋଧ କଲେ, ଆପଣ ମାନେ ଟିକେ ଧୀରେ ଗିର୍ଜା ଉପାସନା କରନ୍ତୁ, ଆମେ ଶୋଇ ପାରୁନା। ସେମାନେ କହିଲେ ନାଇଁ ହବନି, ଆମେ ତୁମେ ଯେମିତି କୀର୍ତ୍ତନ କରୁଛ ଆମେ ବି ସେମିତି କୀର୍ତ୍ତନ କରିବୁ, ଆଉ ଶବ୍ଦ ସାଉଣ୍ଡ କମିବନି। ଏମିତି ବାରମ୍ବାର 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 ହେବା ଫଳରେ ପଡୋଶୀ ଅଣଖ୍ରୀଷ୍ଟିଆନ ଲୋକେ ଥାନାରେ ସେମାନେ ଅଭିଯୋଗ କଲେ। ଥାନାବାଲା କହିଲେ ତୁମେ ବି ତ କରୁଛ ତୁମ ସମୟରେ, ସେମାନଙ୍କୁ ତାଙ୍କ ସମୟରେ କରିବାକୁ ଛାଡ଼ିଦିଅ। କିନ୍ତୁ ଅଭିଯୋଗ ଏତେ ଗୁରୁତର ହେଲା ଯେ ଥାନାବାଲା କହିଲେ ଆମେ ଟିକେ ଯାଇକି ଏନକ୍ୱାରି କରିବା, କଣ ଚାଲିଛି ଦେଖିବା। ତ ଟାଇମ ପଚରା ଗଲା, କୋଉ ସମୟରେ ସେମାନଙ୍କର ବେଶୀ ରୋଳ ଉଠୁଛି, ବହୁତ ସାଉଣ୍ଡ ହଉଛି ଯେ ଆପଣ ମାନେ ଶୋଇ ପାରୁନାହାନ୍ତି। ଆଜ୍ଞା ସନ୍ଧ୍ୟାରେ ବି ହଉଛି, ସକାଳେ ବି ହଉଛି। ଠିକ ଅଛି, ସେ ଟାଇମିଂ ରେ ଥାନା ଗାଡି ଆସିଲା, ଥାନା ବାବୁ ଭିତରେ ପଶିଲେ, ରୋଳ ଗିର୍ଜା ଉପାସନା ବାଦ୍ୟ ସବୁ ବାଜୁଛି, କରତାଳି ବାଜୁଛି, ଉପାସନା ଚାଲିଛି। ସେତିକି ଭିତରେ ଥାନା ବାବୁ ଭିତରେ ପଶିକି ଦେଖୁଛନ୍ତି ସମସ୍ତଙ୍କର ଆଖି ବନ୍ଦ ଅଛି, ସମସ୍ତେ ଉଚ୍ଚ ସ୍ୱରରେ, ଯେମିତି ଗୀତ ସଂହିତାରେ ଲେଖା ଅଛି ନା କି, କରତାଳର ଧ୍ୱନିରେ ଉଚ୍ଚ ସ୍ୱରରେ ତାହାଙ୍କର ପ୍ରଶଂସା କର ଚାଲିଛି। ଆଉ କାନ ଫାଟିଗଲା ପରି ଉଚ୍ଚ ସ୍ୱରରେ ପ୍ରଶଂସା ଚାଲିଛି। ସେମିତି ପ୍ରଶଂସା ଭିତରେ ଜଣେ ବୃଦ୍ଧ ମଉସା ପାଟି ମେଲା କରି ଶୋଇଛନ୍ତି। ଏଇଟା ଆମ ସମାଜର ଟ୍ୟାଲେଣ୍ଟ, ସେତିକି ସାଉଣ୍ଡ ଭିତରେ ବି ଶୋଇପାରନ୍ତି, ସ୍ପେଶାଲ ଟ୍ୟାଲେଣ୍ଟ। ତ ଥାନା ବାବୁ ଦେଖିଲେ ମତେ ଯୋଉ ଅଭିଯୋଗ ଆସିଛି ସେଇଟା ଭୁଲ। କଣ ଅଭିଯୋଗ ଆସିଛି? ଆମେ ଶୋଇପାରୁନୁ ବୋଲି ଅଭିଯୋଗ ଆସିଛି। ଥାନା ବାବୁ ସାଙ୍ଗେ ସାଙ୍ଗେ ମୋବାଇଲ କାଢିଲେ, ଭିଡିଓ ରେକର୍ଡିଂ କଲେ, ଏହା ସତ ଘଟଣା କହୁଛି। ଭିଡିଓ ରେକର୍ଡିଂ କଲେ, ଆଣିକି ପଡୋଶୀ ଲୋକକୁ ଦେଖାଇଲେ, ଏଇ ଦେଖ ତମେ କହୁଛ ତମେ ଶୋଇପାରୁନ, ସେ ପାଟି ତୁଣ୍ଡ ଭିତରେ ଜଣେ ମଉସା ଶୋଇଛି, ତୁମର ଅଭିଯୋଗ ଭୁଲ ଅଟେ। କେମିତି କେମିତି ଅଚାନକ ସେ ଭିଡିଓଟା ଭାଇରାଲ ହେବାରେ ତ କେବେ ଲେଟ୍ ହୁଏନି, ଆସିଗଲା ପାଳକଙ୍କ ହାତକୁ। ପାଳକ ଦେଖିଲେ ଏଇଟା ଆମରି ଚର୍ଚ୍ଚର, ଏ ମଉସା ଆମରି ଗୋଟେ ବୁଢା ମଉସା। ପାଳକ ଖୁବ ରାଗିଲେ, ଆଉ ହୋଇ ମଉସା ତମେ ଏମିତି ଶୋଇଲେ କେମିତି ହେବ, ଆମେ ପୁରା ବଦନାମ ହେଇଗଲୁ ଟାଉନରେ। ସେ ମଉସା ଭାରି ବୁଦ୍ଧିମାନ ମଉସା, ବୋଧେ ସେ ଜୟପୁର ଲୋକ ହେଇଥିବେ, ଭାରି ବୁଦ୍ଧିମାନ। ସେ କହିଲେ ବାବୁ ତୁମେ କୋଉଠୁ ଥିଓଲୋଜି ପଢିଛ ରେ ବାପା? ସେ କହିଲା ମୁଁ ଅମୁକ ଜାଗାରେ ପଢିଛି। କଣ ଲେଖା ଅଛି? ଆରେ ସଦାପ୍ରଭୁଙ୍କର ଆତ୍ମା ଯେତେବେଳେ ସମୁଦାୟ ମର୍ତ୍ତରେ ଢଳା ଯିବେ, ସେତେବେଳେ ପ୍ରାଚୀନ ମାନେ ସ୍ୱପ୍ନ ଦେଖିବେ। ହେଲେ ଗିର୍ଜା ଘରେ ମୁଁ ନ ଶୋଇଲେ ସ୍ୱପ୍ନ କେମିତି ଦେଖିବି କହୁନ? ମାନେ ପ୍ରଶ୍ନ ଅଛି, ଉତ୍ତର ଅଛି। ମୁଁ କହିବା ପାଇଁ ଚାହେଁ, ସେ ବୃଦ୍ଧ ମଉସାକୁ ପାଳକ ଆଉ ଉତ୍ତର କିଛି ଦେଇପାରିଲେ ନାହିଁ। ତୁମର ବରଦାନ ଅଛି ସ୍ୱପ୍ନ ଦେଖିବା, ଭଲ କଥା, ଯେ ଗିର୍ଜା ଘରେ ଦୟାକରି ସେ ବରଦାନକୁ ବ୍ୟବହାର କରନ୍ତୁ ନାହିଁ। ମୋର ବି ଅନୁରୋଧ, ଆଜି ବିଳମ୍ବ ହେଇଯାଇଛି, ଆପଣ ମାନେ ଯଦି କେହି ସେ ବରଦାନ ପାଇଛନ୍ତି ଏଠାରେ ଏବେ ବ୍ୟବହାର କରନ୍ତୁ ନାହିଁ। କାହିଁକି ବିଳମ୍ବ ହେଇଛି? ଗୋଟିଏ ମାତ୍ର ଟ୍ରେନ ଟାଟାରୁ ବାହାରେ ଯାହା ଡାଇରେକ୍ଟ ଆସେ, ଆଉ ସେ ଟ୍ରେନ ବିଳମ୍ବରେ ବାହାରିଲା, ବିଳମ୍ବରେ ଚାଲିଲା। ମୁଁ ପହଞ୍ଚିଲି ସନ୍ଧ୍ୟା 6ଟାରେ ରାୟଗଡାରେ। ପାହାନ୍ତିଆ 3:30ରୁ ଉଠିକି ମୁଁ ଗାଧୋଇ ପାଧୋଇ ରେଡି ହେଇକି ବାହାରିଛି। ମୁଁ ତ ଭାବୁଥିଲି ସିଧା ଷ୍ଟେସନରୁ
मीटिंग रो बेदी को जीवी किंतु टिके पोशाक बदलाइबार दरकार हेतु रूम को जाइए आसिले आ मनीष तो लेट करुछंती आ ट्रेन तो निर्जीव अटे से जहाँ भी हो विलंब हेले भी आज आमे पहुंची छे आमे कम समय मध्य देखि पारिबा आवश्यक विषय देखिबा बाकी विषय को मु शेष दिन रे आपण मान को कहिबे। अच्छा तेबे परमेश्वर निद्रा द्वारा कथा कहंती स्वप्न दे निद्रा भितरे से स्वप्न दियंती आयुब बहुत सुंदर कहउछंती परमेश्वर थरे कहंती दुई थर कहंती तथापि मनुष्य तहिरे मन दिए नहीं से स्वप्न रे रात्रि कालीन दर्शन रे घोर निद्रा रे मग्न हेबा बेले शଯ୍ୟା रे घुमाइबा बेले से शिक्षा दियंती एइटा हेला गोटे निद्रा जहा परमेश्वर दियंती शरीर को आउ गोटे प्रकार निद्रा आसे जहा आलस्यता हेतु आसे हितोपदेश 6:9 पदरे लेखा अछि तुमे केते काल सोई रहबो हे अलसुआ टिके पढि दियंतु जल्दी जल्दी हे अलसुआ तुमे केते काल सोई रहिथिबो बस रही जानतु हे अलसुआ केते काल सोई रहिथिबो आउ टिके भिड़ी मोड़ी हेले आउ टिके सोईबा पाई चाहिए तुमरो दरिद्रावस्था कहा परी हब लेखा अछि कोंतु माइक रे कोंतु लेखा नहीं कि पढ़ी दियो चलो पढ़ी दियो हे अलसुआ तुमे केते काल सोई रहिथिबो तुमे केते बेले निद्रा भांगी उठिबो हां आउ टिके सोइले आउ टिके ढुलाइले आउ टिके निद्रा जीवा पाई हाथ भिड़ी मोड़ी हेले तुमरो दरिद्रावस्था खंट परी पुनी तुमरो दीनता सोसज लोक परी उपस्थित हेबो दरिद्रावस्था खंट परी मु टिके पचारिबा को चाहिबी टिके आपण माने उत्तर देले भलो लागिबो खंट माने कोन खंट कोन भाबुछंती खंट माने कोन खंट माने कौन लगुच खंट माने कौन बाइबल रे तो खंट ही लेखा अछि सिटे एक्स्ट्रा देखिला किछि नाही खंट माने केही के भाबुछंती खुंट बोली नाही 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 खुंट नाही खंट माने खुंट नुहे खंट माने डकैती करिबा चोर लुटिबा चोर हिंदी रे लिखा अछि अगर और थोड़ी सी झपकी और थोड़ी सी नींद अगर लोगे तो तुम्हारा कंगालपन राह के लुटेरे के समान आ पड़ेगा डकैती करिबा चोर परि आसीबो काहाकू जेटी के सोइबो अधिक ता माने आलस्यता हेतुरु निद आसे एटा द्वितीय प्रकार निद आलस्वा को बेसी निद आसे के आलस्यता हेतुरु निद रे सोई जानती आ गोटे निद होची आ गोटे प्रकार निद द्राक्षा रसरु निद आसे हितोपदेश नो आदि पुस्तक 9:24 पढ़ंतु जल्दी जल्दी पढ़ंतु हमर प्रसंग को आमे जिबा ए उतारु नह द्राक्षा रस निद्रारु जागृत होई बस द्राक्षा रसर निद्रारु नह जागृत हेले ता माने द्राक्षा रस निद आनी दिए एटा तृतीय निद चतुर्थ निद प्रभु को लोक माने द्राक्षा रस निद सहित आउ गोटे निद आसे दुख हेतुरु निद लुक 22 अध्याय ताहार 45 पद पढ़ंतु आउ से प्रार्थना रो उठी शिष्य मानको निकट को आसी से मानको दुख हेतु निद्रित देखिले शिष्य मानको दुख हेतुरु निद आसिला ए निद परमेश्वर देई नांती कि ए निद शैतान भी देई नाही ए निद दुख द्वारा आसीछि अलसुआ को आलस्यता हेतुरु निद आसे नहंकु द्राक्षारस हेतुरु निद आसिला
आदमଙ୍କୁ परमेश्वर ଦେଇଥିବାରୁ ନିଦ ଆସିଲା। ଚାରି ପ୍ରକାର ନିଦ। ପଞ୍ଚମ ନିଦ୍ରା ହେଉଛି ମହାନିଦ୍ରା। ତାହା ବି ଗୋଟେ ନିଦ, କିନ୍ତୁ ସେ ନିଦକୁ ମହାନିଦ୍ରା ବୋଲି ନାମ ଦିଆଯାଇଛି। ପଢନ୍ତୁ ପ୍ରଥମ ଥେସଲୋନିକୀୟ 4 ଅଧ୍ୟାୟର 13 ପଦ। ଜଲ୍ଦି ଜଲ୍ଦି ପଢନ୍ତୁ, ଆମେ ପ୍ରସଙ୍ଗ ଆରମ୍ଭ କରି ନାହୁଁ ଏଯାଏ। हे भाई माने भरोसाहीन अन्य समस्तଙ୍କ परी तुम्हे माने जेपरी शोकाकुल न हुओ एथि निमंते महानिद्रा प्राप्त लोकमानक विषय रे तुम्हे माने जे अज्ञ थाओ ए आम मानकर इच्छा नुहे। महानिद्रा प्राप्त लोकमानଙ୍କ ସମ୍ବନ୍ଧରେ ତୁମ୍ଭେ ମାନେ ସେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ। ପ୍ରଭୁଙ୍କ ନାମ ଧନ୍ୟ ହେଉ। ମହାନିଦ୍ରା ମୃତ୍ୟୁକୁ ଗୋଟେ ନିଦ୍ରା ବୋଲି କୁହାଗଲା। ଯେତେବେଳେ ଲାଜାର ମରି ଯାଇଥିଲେ, ଯୋହନ 11 ଅଧ୍ୟାୟରେ ଯୀଶୁ କହୁଛନ୍ତି, ପଢନ୍ତୁ 11 ପଦ, 11ର 11। ସେ ଏ ସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି। ଏହା ଗୋଟିଏ ନିଦ୍ରା ଅଟେ, ମୃତ୍ୟୁ ଗୋଟିଏ ନିଦ୍ରା ଅଟେ। ଏ ନିଦ ଆମ ସମସ୍ତଙ୍କୁ ଧରିବ। ଏଇଟା ହେଲା ପଞ୍ଚମ ନିଦ। କିନ୍ତୁ ଏଫେସିୟ 5:14 ଆମେ ଯାହା ପଢିଲୁ, ଏ 5 ଗୋଟି ନିଦ ଭିତରେ ତାହା ନୁହେଁ। हे निद्रित जाग, मृत मानक मध्यरु उठ। ଏହା ଆଦମଙ୍କ ପରି, ନହଙ୍କ ପରି, କିଅବା ଶିଷ୍ୟ ମାନଙ୍କ ପରି ଶୋଇଥିବା ଲୋକକୁ କୁହାଯାଉ ନାହିଁ। ଏଇଟା ଗୋଟିଏ ଅଲଗା ପ୍ରକାର ନିଦ। ଏଇଟା କି ନିଦ? ଶୁଣନ୍ତୁ ଧ୍ୟାନରେ। ପ୍ରଥମ ଯୋ 5 ଗୋଟି ନିଦ କଥା ଆମେ ଦେଖିଲୁ, ତାହା ଏ ଦେହରେ ଆସୁଥିବା ନିଦ, ଏ ଚକ୍ଷୁ ବା ଏ ଶରୀରକୁ ଆସୁଥିବା ନିଦ। କିନ୍ତୁ ଏଫେସିୟ 5:14 ଯାହା ଲେଖା ଅଛି, ତାହା ଶରୀରର ନିଦ ନାହିଁ, ତାହା ମଣ୍ଡଳୀକୁ ଆସି ଯାଇଥିବା ନିଦ। କେତେବେ କାହିଁକି ଏ 5ଟି କଥା ମୁଁ କହିଲି? ଏହା ନ କହିଲେ ନିଦ୍ରାର ଏଫେକ୍ଟ କଣ ଆମେ ବୁଝିପାରିବା ନାହିଁ। ବାଇବଲରେ ପ୍ରଥମରେ ମଣ୍ଡଳୀକୁ ନିଦ ଆସି ନାହିଁ। ପ୍ରଥମ ନିଦ ଆଦମଙ୍କୁ ଆସିଲା। ତାପରେ ପରେ ଆମେ ନିଦ୍ରାର ଶବ୍ଦ ଦେଖୁଛୁ, ନହଙ୍କୁ ନିଦ୍ରା ଆସିଲା। ପରେ 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 ଆମେ ଦେଖୁଛୁ ନିଦ୍ରା ଭିନ୍ନ ଭିନ୍ନ ଜାଗାରେ ଆସୁଛି। ଆଉ ନିଦ୍ରାର ଭିନ୍ନ ଭିନ୍ନ କାରଣ ଅଛି। ଏଫେସିୟ ମଣ୍ଡଳୀକୁ ଯୋ ନିଦ ଆସିଥିଲା, ବାଇବଲରେ 3 ଗୋଟି ମଣ୍ଡଳୀକୁ ନିଦ୍ରିତ ଅବସ୍ଥାରେ ଆମେ ଦେଖୁ। ମଣ୍ଡଳୀ ମଧ୍ୟ ଶୋଇପଡେ ଆଜ୍ଞା। ଏଫେସିୟ ମଣ୍ଡଳୀ ନିଦ୍ରିତ ଥିଲେ, ସାର୍ଧି ମଣ୍ଡଳୀ ନିଦ୍ରିତ ଥିଲେ। ରୋମିଓ 13:11 ପଢନ୍ତୁ। ରୋମିଓ ମଣ୍ଡଳୀ ଶୋଇ ପଡିଥିଲେ। ପଢନ୍ତୁ ଜଲ୍ଦି। ପୁଣି ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର। ତା ମାନେ ରୋମିଓ ମଣ୍ଡଳୀକୁ କୁହାଯାଉଅଛି, ତୁମମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ। ତା ମାନେ ସେ ମଣ୍ଡଳୀ ଶୋଇଥିଲେ। ଧ୍ୟାନରେ ଶୁଣିବେ, ପ୍ରଭୁଙ୍କ ଲୋକମାନେ ମଣ୍ଡଳୀକୁ କେମିତି ନିଦ ଆସୁଛି, ସେଇଟା ମୁଁ ଆଜି କହିବା ପାଇଁ ଚାହୁଁଛି, ଯାହା ଆମର ମୁଖ୍ୟ ପ୍ରସଙ୍ଗ ଅଟେ। ସାର୍ଧି ମଣ୍ଡଳୀକୁ ନିଦ ଆସି ଯାଇଥିଲା। ପ୍ରକାଶିତ 3 ଅଧ୍ୟାୟ ତାର 2-3 ଟିକେ ଜଲ୍ଦି ପଢନ୍ତୁ। ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର। କାରଣ ଜାଗ୍ରତ ହୁଅ ଯାହା ଲେଖା ଅଛି, ମୂଳ ଭାଷାରେ ନିଦ୍ରାରୁ ଜାଗ୍ରତ ହୁଅ। ଗ୍ରୀକ ଭାଷାରେ, ଇଂଲିଶରେ ଲେଖା ଅଛି ନିଦ୍ରାରୁ ଜାଗ୍ରତ ହୁଅ, ୱେକ୍ ଅପ୍। ଆମେ ସାଧାରଣତଃ ଯଦି ଜଣକୁ କହିବା ଜାଗ୍ରତ ହୁଅ ବୋଲି, କଣ ବୋଲି କହିବା ଇଂଲିଶରେ? ବି କେୟାରଫୁଲ, ବି ଭିଜିଲାଣ୍ଟ, ବି ଆଲର୍ଟ।
କିନ୍ତୁ ସେଇ ଜାଗାରେ ଲେଖା ଅଛି ୱେକ୍ ଅପ୍, ୱେକ୍ ଅପ୍, WAKEUP, ୱେକ୍ ଅପ୍ ମାନେ ନିଦରୁ ଉଠ। ଓଡିଆ ତର୍ଜମା ଭୁଲ ଅଛି, ଲେଖିବା କଥା ଥିଲା ନିଦ୍ରାରୁ ଜାଗ୍ରତ ହବ। ସାରଦୀ ମଣ୍ଡଳୀ ଶୋଇଥିଲେ, ରୋମିଓ ମଣ୍ଡଳୀ ଶୋଇ ପଡିଥିଲେ, ଏଫିସିଓ ମଣ୍ଡଳୀ ଶୋଇଥିଲେ। କୋଉ ନିଦ ଥିଲା? ସେ ନିଦ ଆଉ ସେ ନିଦର ପ୍ରଭାବ କଣ, ସେଇଟା ହିଁ ମୁଖ୍ୟ କଥା ମୁଁ ଆଜି ଯାହା କହିବାକୁ ଯାଉଛି। ଧ୍ୟାନରେ ଶୁଣିବେ। ତା ପୂର୍ବରୁ ଗୋଟେ ପ୍ରଶ୍ନ ପଚାରିବି, ଉତ୍ତର ଶୁଣିଲା ପରେ ହିଁ ମୁଁ ଆଗକୁ ବଢିବି। ଆପଣ ମାନେ ଭଲ ଶ୍ରୋତା ମାନେ, କିନ୍ତୁ ଉତ୍ତର ଦଉନାହାନ୍ତି କାହିଁକି ମୁଁ ବୁଝିପାରୁନି। କମ ଲୋକ ବୋଲି ମୁଁ ପଚାରୁଛି, ବେଶୀ ବଡ ଜନତା ହେଲେ ପଚାରି ନଥାନ୍ତି। ପାଖର ମୁହଁକୁ ମୁହଁ ଆମେ ଦେଖି ପାରୁଛୁ ବୋଲି ପଚାରୁଛି। ବହୁତ ଲୋକ ହେଇଥାନ୍ତି ପଚାରି ହବନି। ଆଚ୍ଛା, ନିଦ୍ରା। ନିଦ୍ରା ଆମର ଶରୀରରେ କେଉଁ ଅଙ୍ଗରେ ଆସେ? ଟିକେ ଉତ୍ତର ଦିଅନ୍ତୁ। ହଁ, କୋଉଠିରେ? ଚକ୍ଷୁରେ। ହଁ, ଚକ୍ଷୁରେ, ବ୍ରେନରେ। ଆଚ୍ଛା, ଯାହାର ଚକ୍ଷୁ ନାହିଁ ସେମାନେ ଶୁଅନ୍ତି ନା ନାହିଁ? చెప్పండి। କୋଉମାନେ ବ୍ରେନ ରେ ବୋଲି କହିଲେ? ଏମାନେ ଶୁଣି ସାରିଛନ୍ତି ଏ ମେସେଜ ଟି। ମୁଁ କହିବା ପାଇଁ ଚାହେଁ, ନିଦ୍ରା ଚକ୍ଷୁରେ ଆସେ ନାହିଁ। ମୁଁ ବି ଭାବୁଥିଲି once upon a time, ମୁଁ ବି ରଙ୍ଗ ଥିଲି ଯେ ନିଦ ଆଖିରେ ଆସେ ବୋଲି। କେବେ ନାହିଁ। ନିଦ ଆସେ ମାଇଣ୍ଡ ରେ ଆସେ, ବ୍ରେନ ରେ ଆସେ। ଯଦି ଆପଣ ଆୟୁର୍ବେଦିକ ଡକ୍ଟର କୁ ପଚାରିବେ ନିଦ ଔଷଧ ଦିଅ ବୋଲିକି, ସେ ଆଖି ପାଇଁ ଦିଏ ନାହିଁ, ସେ ମାଇଣ୍ଡ କୁ କାମ ଡାଉନ କରିବା ପାଇଁ ଦିଏ, ଶାନ୍ତ କରିବା ପାଇଁ ଦିଏ। ଏଲୋପାଥିକ ଔଷଧ ବି ଯଦି ଆପଣ ଦେଖୁଥିବେ, ତାହା ବ୍ରେନ କୁ ସେ ସିଜ କରିଦିଏ। କେବେ ବି ନିଦ ଔଷଧ ଖାଇବେ ନାହିଁ ହେଲା, କେବେ ଖାଇବେ ନାହିଁ। ଆପଣଙ୍କର ସ୍ମୃତି ଶକ୍ତି ଖରାପ ହେଇଯିବ, ଦୁର୍ବଳ ହେଇଯିବେ। ନିଦ ଔଷଧ ଜମା ଖାଇବେ ନାହିଁ। ଯାହାକୁ ନିଦ ହଉନାହିଁ କହୁଛନ୍ତି, ଆପଣ ମୋବାଇଲ ରାତିରେ ଧରିବେ ନାହିଁ। ଆଉ ଖାଇବା ପରେ ଗୋଟେ 2 ଘଣ୍ଟା, 2 ଘଣ୍ଟା ନାହିଁ ବେଶୀ ହେଇଗଲା, ଘଣ୍ଟାଟେ ଟିକେ ଚାଲିବେ, ଭଲ ନିଦ ଆସିବ। ନିଦ ଭଲ ଆସିବ। ଖଟନ୍ତୁ ଟିକେ ଦିନ ବେଳେ, ଦିନରେ ଶୋଇବେ ନାହିଁ, ଭଲ ନିଦ ଆସିବ। ଜଣେ ପ୍ରଭୁଙ୍କ ଦାସ କହୁଥିଲେ, ନିଦ କାହାକୁ ଆସୁନାହିଁ ବୋଲି କହୁଛନ୍ତି ମିଛ କଥା। ଆରେ ପରମେଶ୍ୱର ତମ ଦେହରେ ନିଦ ଫିଟ୍ କରିଛନ୍ତି, କେମିତି ଆସିବନି? ତମେ ତାକୁ ଖରାପ କରିଛ, ତମେ ନିଦକୁ ଖରାପ କରିଦେଇଛ। କେମିତି? ତମେ ଦିନ ବେଳେ ଖାଇଲା ପରେ ପୁରା କଂସାଏ ବାସି ପଖାଳ ଖେଞ୍ଚିକି ମାଣ୍ଡିଆ ପେଜ ଗିଳିକି ଶୋଇ ପଡିଲ ଗୋଟେ 2-3 ଘଣ୍ଟା, ଖରା ବେଶୀ ହଉଛି ବୋଲିକି ଏସି କୁଲର ଲଗେଇକି 2 ଘଣ୍ଟା ଶୋଇ ପଡିଲ ଦିନ ବେଳେ, ତ ନିଦ ତ ପୁରା ହେଇଯାଇଛି। ତାପରେ ଖାଲି ଖାଇଲ, ଭଲ ଗରିଷ୍ଠ ଖାଦ୍ୟ ଖାଇଲ, ଆଉ କିଛି ଖଟିନ, କୁଆଡୁ ଆସିବ ଆଜ୍ଞା ନିଦ? ଜଣେ ପ୍ରଭୁଙ୍କ ଦାସ କହୁଥିଲେ, ସତ କଥା, ରାତିରେ ଭଲ ନିଦ ଦରକାର, ଦିନରେ ଶୁଅନ୍ତୁ ନାହିଁ। ଦିନ ସାରା କାମ କରନ୍ତୁ, ଜମା ଶୁଅନ୍ତୁ ନାହିଁ। ଆଉ ରାତିରେ ନିଦ ନ ଆସିବା ଯେ ସେଜକୁ ଯାଆନ୍ତୁ ନାହିଁ। ମନେ ରଖିବେ ଟିପ୍ସ ଟି, ବହୁତ କାମ ଦେବ। ଖାଇଲେ ଯାଇକି ଗଡିବେ ନାହିଁ। ନିଦ ଆସିବ, ଆଖିରେ ତାର ଲକ୍ଷଣ ଦେଖାଯିବ। ଓକେ, ନିଦ ଆଖିରେ ତାର ଲକ୍ଷଣ ଦେଖାଯାଏ। ନିଦ ଆସିଗଲା ଭିତରେ ତ ଆଖି ମାଡି ପଡେ। ଯେତେବେଳେ ଢୁଳାଇବାକୁ ଲାଗିବେ, ସେଜକୁ ଯାଆନ୍ତୁ ଆଉ ମରିଯାଆନ୍ତୁ, ଶୁଅନ୍ତୁ ନାହିଁ, ମରିଯାଆନ୍ତୁ। ସକାଳେ ପୁନରୁତ୍ଥାନ ହେଇଯାଆନ୍ତୁ। ମୋର ଜଣେ ସହକର୍ମୀ ଅଛନ୍ତି, କି ନିଦ ମାଲୋ, କି ନିଦ ବୋପାଲୋ, ଭୟଙ୍କର ନିଦ ତାଙ୍କୁ। ନ ଉଠାଇଲେ 12 ଘଣ୍ଟା ଶୋଇ ପଡିବ ସେ।
ଏତେ ଡିପ୍ ସ୍ଲିପ୍। ଆଲାର୍ମ ବାଜିଲେ ମଧ୍ୟ ଶୁଭା ଯାଉନି, କରେଣ୍ଟ ପଳେଇଲେ ମଧ୍ୟ ଝାଳରେ ବି ନିଦ ଭାଙ୍ଗୁନି, ଏସି କୁଲର ବନ୍ଦ ହେଲେ ବି ନିଦ ଭାଙ୍ଗୁନି। ଏମିତି ନିଦ, ଗାଢ ନିଦ। ଆପଣ ଯଦି ଭଲରେ ଥକିଥିବେ ଦିନ ସାରା, ଆଉ ରାତିରେ ବିଛଣାକୁ ଗଲେ କରେଣ୍ଟ ଥାଉ କି ଯାଉ, ଏ ବିଦ୍ୟୁତ ମଉସା ଆସୁ କି ଯାଉ, କିଛି ଫରକ ପଡିବ ନାହିଁ। ଆପଣ ଏମିତି ଶୋଇବେ ଯେ ସତେ ମରିଯାଇଛନ୍ତି। ଆଉ ସକାଳେ ଏମିତି ଉଠିବେ ଯେ ପୁନରୁତ୍ଥିତ ଯୀଶୁ ଶକ୍ତିମାନ ହେଇ ଉଠିଲା ପରି ବଳ ଶକ୍ତି ସହିତ ଉଠିବେ। ଯାହାର ନିଦ ଭଲ ହେଇନି ଆଜ୍ଞା, ସକାଳେ ତାକୁ ପୃଥିବୀ ଉପରେ ସ୍ୱର୍ଗ ତଳେ ଦେଖାଯିବ। କାହିଁକି ମୁଣ୍ଡ ବୁଲେଇବ, ମୁଣ୍ଡ ଭାରି ଲାଗିବ, ମୁଣ୍ଡ ବିନ୍ଧା ହେବ, ଅଧା ମୁଣ୍ଡ ଅଧା କପାଳ ବିନ୍ଧିବ, ତାର ଦିନ ପୁରା ଖରାପ ହେଇଯିବ। ଆଉ ଶୁଣ, ଯୋଉମାନେ ରାତିରେ କମ ଶୁଅନ୍ତି ସେମାନେ ମୋଟା ହେବେ। ସେମାନେ ଯେହେତୁ, ତାର ଗୋଟେ ସାଇଣ୍ଟିଫିକ କାରଣ ଅଛି, ରାତିରେ କମ ଶୋଇଲେ ଏନର୍ଜି ଦେହରେ କମ ଥାଏ, ଦୁର୍ବଳ ଲାଗେ, ତ ସେ ଦୁର୍ବଳତା ହେତୁରୁ ବେଶୀ ଖାଇବେ। ଏଟା ସାଇଣ୍ଟିଫିକ କାରଣ ମୁଁ କହୁଛି। ଆଚ୍ଛା, ମୁଁ ଏ ଯାଏ ବାହିକ କଥା ଆପଣ ମାନଙ୍କୁ କହିଲି। ନିଦ୍ରା ଆସେ ଆମର ବ୍ରେନ ରେ, ହାତରେ ଆସେ ନାହିଁ, ଗୋଡରେ ଆସେ ନାହିଁ, ପାଟି ତୁଣ୍ଡ ଆଖିରେ ଆସେ ନାହିଁ। ଯେତେବେଳେ ବ୍ରେନ କୁ ଆସେ, ହେଡ କ୍ୱାର୍ଟର, ଆମ ବ୍ରେନ ହଉଛି ହେଡ କ୍ୱାର୍ଟର। ଯଦି ହେଡ କ୍ୱାର୍ଟର କୁ ନିଦ ଆସିଗଲା, ସେ କହିବ ମେନ୍ ସୁଇଚ ଅଫ୍। ସାଙ୍ଗେ ସାଙ୍ଗେ ଆମର ସବୁ ଅଙ୍ଗ ପ୍ରତ୍ୟଙ୍ଗ ନିଷ୍କ୍ରିୟ ହେଇଯାଏ। ଗୋଡ, ହାତ, ଆଖି ବନ୍ଦ ହେଇଯାଏ, ପାଟି ବନ୍ଦ ହେଇଯାଏ। ଯଦି କାହାର ପାଟି ଟିକେ ମେଲା ଥିବ, ସେଠାରେ ହିମାଳୟର ଗଙ୍ଗା ଝରୁଥିବ। କାନ ଶୁଣିବା ବନ୍ଦ କରିଦିଏ, ଶିରା ପ୍ରଶିରା ବିଶ୍ରାମ କରେ। କାହିଁକି? ହେଡ ଅଫିସରେ ନିଦ ଆସିଗଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯାହାର ଭଲ ନିଦ ତାକୁ କେବେ ହେଲେ ଲୋ ବିପି ହବନି, ବେଶୀ ଶୋଇବ ହାଇ ବିପି ହବ। ନିଦର ବହୁତ ଲାଭ ଅଛି। ନିଦ୍ରା ଭଲ ଶୋଇବା ଲୋକର ମେମୋରି ଭଲ ଥାଏ। ନିଦ୍ରାର ଏସବୁ ଲାଭ ଅଛି। ଶୁଣନ୍ତୁ, ଏଫେସିୟ ମଣ୍ଡଳୀକୁ ଯୋଉ ନିଦ ଆସିଲା, ଆମକୁ ଆସିଥିବା ନିଦ ଆସିନାହିଁ। ସାର୍ଦି ରୋମିଓ ମଣ୍ଡଳୀକୁ ଯୋଉ ନିଦ ଆସିଲା, ଆମ ଦେହକୁ ଆସିଲା ପରି ନିଦ ନାହିଁ।